ମୁଁ ଶ୍ରୀ ଦାମୋଦର ସାହୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ହିନ୍ଦ୍ ସେବକ ସଂଘ। ଆଜି ହେଉଛି ଧର୍ମେନ୍ଦ୍ର ବାବୁଙ୍କର ପବିତ୍ର ଜନ୍ମତିଥି 57ତମ ଜୟନ୍ତୀ। ଏଠି ଚୌଦ୍ୱାର ସଚେତନ ନାଗରିକ ମଞ୍ଚ ତରଫରୁ ଶ୍ରଦ୍ଧେୟ ରାଜୁବାବୁ ଆଉ ଇଞ୍ଜିନିୟର ଜ୍ଞାନେନ୍ଦ୍ର ବାବୁ ଆୟୋଜନ କରିଛନ୍ତି। ପିଲାମାନଙ୍କ ସହିତ ଧର୍ମେନ୍ଦ୍ର ବାବୁଙ୍କର ଏହି ଜନ୍ମୋତ୍ସବ ପାଳନ ହେଉଛି। ବଡ଼ ଆନନ୍ଦର କଥା, ଜଣେ ଓଡ଼ିଆ ପୁଅ ସଂଘର୍ଷମୟ ଜୀବନରେ ଆଜି ଜାତୀୟ ସ୍ତରରେ ଖୁବ୍ ସୁନାମ ଏଭଳିକି ଆନ୍ତର୍ଜାତିକ ସ୍ତରକୁ ମଧ୍ୟ ତାଙ୍କ ନାଁ ଜଣେ ଓଡ଼ିଆ ପୁଅର ବିସ୍ତାରିତ ହୋଇ ଚାଲିଛି। ଛୋଟିଆ ମଣିଷ ନୁହେଁ। ତାଙ୍କ ପିତା ଧର୍ମେନ୍ଦ୍ର ବାବୁ ଯେତେବେଳେ ଆସୁଥିଲେ ଭୁବନେଶ୍ୱର, ସେତେବେଳେ ଏଇଠି ରହୁଥିଲେ। ତାଙ୍କର ଜଣେ ବନ୍ଧୁ ମୋର ସମ୍ବନ୍ଧୀ ଡକ୍ଟର ବିଚିତ୍ରାନନ୍ଦ ସ୍ୱାଇଁ ତାଙ୍କ ଘରେ ଖାଉଥିଲେ। ଉଭୟ ସାଙ୍ଗ ହୋଇକି ଏଠିକି ଆସୁଥିଲେ। ସେତେବେଳେ ଏତେ ବିକାଶ ହେଇନଥିଲା। ଏ ଆଶ୍ରମରେ ବସିକି ଯାଉଥିଲେ। ମୋର ମନେ ଅଛି, ଧର୍ମେନ୍ଦ୍ର ବାବୁ ବହୁତ ବିଶାଳ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଜଣେ ବିଶାଳ ବ୍ୟକ୍ତିତ୍ୱ, ଓଡ଼ିଆ ପୁଅ। ଆମେ ଗର୍ବ ଅନୁଭବ କରୁଛେ। ସେ କେବେ ଆସିନାହାନ୍ତି ବା ଆମେ ସୁଯୋଗ ପାଇନୁ, କିନ୍ତୁ ସେ ଆସିଥିଲେ, ପୁନଃ ଆସିଥିଲେ ଆମ ଅନୁଷ୍ଠାନକୁ, ଗୋଖଲେ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫର୍ମେସନ୍ ପଲିଟିକ୍ସ। ସେ ଜଣେ ଓଡ଼ିଆ ପୁଅ। ମୁଁ କୌଣସି ରାଜନୀତି ବା ଦଳୀୟ ଭାବ ନେଇକି ନୁହେଁ, ଜଣେ କରିକର୍ମା ମଣିଷ, ଯିଏ ଓଡ଼ିଶାରେ ପ୍ରକୃତ ବିକାଶ ସଂସ୍କାରର ବାର୍ତ୍ତା ଆଣି ଦେଇଛନ୍ତି ଏବଂ କାର୍ଯ୍ୟକାରୀ କରିବାରେ ସଫଳ ନେତୃତ୍ୱ ଦେଇଛନ୍ତି। ତାଙ୍କର ଦୀର୍ଘ ଜୀବନ କାମନା କରୁଛି। ଓଡ଼ିଆର ଅସ୍ମିତା ଇଏ ଭାବ ନେଇକିରି ମୁଁ ଧର୍ମେନ୍ଦ୍ର ବାବୁଙ୍କର ଶତାୟୁ ପ୍ରାର୍ଥନା କରିବି, କାମନା କରିବି ମହାପ୍ରଭୁଙ୍କ ନିକଟରେ। ଏବଂ ସବୁବେଳେ ସବୁ ପ୍ରକାର ବାଧାବିଘ୍ନକୁ କ୍ରସ୍ କରି ତାଙ୍କ ସଂଘର୍ଷମୟ ଜୀବନରେ ଓଡ଼ିଆ ପୁଅ ହିସାବରେ କୀର୍ତ୍ତିମାନ ହୁଅନ୍ତୁ, ଏହା ହିଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି ଆଜି ଶୁଭେଚ୍ଛା ଦିନରେ ତାଙ୍କୁ ଶ୍ରଦ୍ଧା ଓ ସମ୍ମାନ ଜଣାଉଛି। ଜୟ। ଜ୍ଞାନେନ୍ଦ୍ର କୁମାର ସ୍ୱାଇଁ, ରାଜ୍ୟ ସାଧାରଣ ସମ୍ପାଦକ, ବିଜେପି ଓବିସି ମୋର୍ଚ୍ଚା। ଆଜି ମାନ୍ୟବର ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରମନ୍ତ୍ରୀଙ୍କର ଜନ୍ମଦିବସ ଆଜି ଆମେ ଆଶ୍ରମରେ ପାଳନ କଲୁ। ଆଶ୍ରମରେ ଏଥିପାଇଁ ପାଳନ କଲୁ ଯେ ଯେଉଁ ବାବୁଜୀଙ୍କ ଭାଷା ଅନୁସାରେ ଦେବ କନ୍ୟା ଦେବ ଶିଶୁମାନଙ୍କ ସହିତ ଆମେ ଟିକେ ମିଶିଲୁ ଏବଂ ସେମାନଙ୍କ ସହିତ ଆଜି ଯେଉଁ ବାର୍ତ୍ତାଳାପ ହେଲା, ମାନନୀୟ କେନ୍ଦ୍ରମନ୍ତ୍ରୀଙ୍କର ବିଷୟରେ, ତାଙ୍କର ଜୀବନୀ ବିଷୟରେ ଆଲୋଚନା ହେଲା ଏବଂ ତାଙ୍କ ବିଷୟରେ ଅନେକ ଅଞ୍ଚଳର ବୁଦ୍ଧିଜୀବୀ, ଅନେକ ଅଞ୍ଚଳର ଶିକ୍ଷାବିତ୍ ସବୁ ଥିଲେ, ଉପସ୍ଥିତ ଥିଲେ ଏବଂ ସେମାନେ ତାଙ୍କର ମତ ରଖିଲେ ଏବଂ ସେ ବିଷୟରେ ଛୁଆମାନଙ୍କୁ ମଧ୍ୟ ଜଣେଇଲେ। ଅଞ୍ଚଳବାସୀ ମଧ୍ୟ ଏ ବିଷୟରେ ଅବଗତ ହେଲେ। କିଭଳି ଭାବରେ କଳିଙ୍ଗ ରତ୍ନ ଏବଂ ଉଜ୍ଜଳା ପୁରୁଷ ଭାବରେ ସମଗ୍ର ଭାରତବର୍ଷରେ ପରିଚିତ ମାନ୍ୟବର କେନ୍ଦ୍ରମନ୍ତ୍ରୀ କ'ଣ କରିଛନ୍ତି, ଓଡ଼ିଶା ପ୍ରତି ତାଙ୍କର ଯେଉଁ ଅନୁଦାନ ରହିଛି, ଆଜି ଓଡ଼ିଶାରେ ଯେଉଁ ସରକାର ଅଛି ତାଙ୍କର ଯେଉଁ ଅନୁଦାନ ରହିଛି, ଓଡ଼ିଶାର ଉନ୍ନତି, ଓଡ଼ିଶାର ଲୋକମାନଙ୍କର ଉନ୍ନତି, ଓଡ଼ିଶା ମାଟିର ଉନ୍ନତି, ପାଇକ ଜାତିର ଉନ୍ନତି, ପଛୁଆ ବର୍ଗଙ୍କର ଉନ୍ନତି ପାଇଁ ସେ ଯାହା ଯାହା କରିଛନ୍ତି ସେ ବିଷୟରେ ଆଜି ଆଲୋଚନା ହେଲା। ଆମେ ସେ ବିଷୟର ଆଲୋଚନା ସରିଲା ପରେ ଆଜି ସମସ୍ତଙ୍କୁ ଏ କାର୍ଯ୍ୟକ୍ରମରେ ପହଞ୍ଚିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ସାର୍ କ'ଣ କହିବେ, ଆଜି ଏହି ସଚେତନ ନାଗରିକ ମଞ୍ଚର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ, କ'ଣ କହିବେ କାର୍ଯ୍ୟକ୍ରମ ସମ୍ପର୍କରେ? ନିଶ୍ଚିନ୍ତ ବହୁତ ଉଚ୍ଚକୋଟୀର ଆଜି ଆୟୋଜନ ହୋଇଥିଲା। ଯାହା ହଉ ଆମର ସମସ୍ତଙ୍କର ଲୋକପ୍ରିୟ ନେତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଜନ୍ମୋତ୍ସବ ଏତେ ସୁନ୍ଦର ଭାବରେ ପାଳନ କରାଗଲା। ସମସ୍ତେ ବୁଦ୍ଧିଜୀବୀ ଏବଂ ଛୋଟ ପିଲାଙ୍କ ଗହଣରେ ଯେଉଁଭଳି ସଂଘର୍ଷମୟ ଜୀବନ ଆଲୋଚନା କରାଗଲା, ନିଶ୍ଚିନ୍ତ ଭାବରେ ଉଚ୍ଚକୋଟୀର ଥିଲା।